ସମସ୍ତ କୋଅପରେଟିଭ सोसाइटीज ମାନଙ୍କର सेक्रेटरी एंड सीईओ ମାନଙ୍କୁ ମୋ ନମସ୍କାର। ତ ଏଇ ଭିଡିଓଟି ହଉଛି ସମବାୟ ସମୀକ୍ଷାରେ ୱାନ୍ସ ଯେତେବେଳେ ଅଡିଟର ଗୋଟେ ଅଡିଟ ରିପୋର୍ଟ ଇସ୍ୟୁ କରିଦଉଛି, ମାନେ ଅଡିଟ ରିପୋର୍ଟ ଗୋଟେ ସବମିଟ କରିଦଉଛି ସମବାୟ ସମୀକ୍ଷାରେ, ତାପରେ ସେ ରିପୋର୍ଟ ଟି ଯାଇକିନା सोसाइटी लेवल ରେ ରହୁଛି। ତ सोसाइटी लेवल ରେ ଆମର କଣ କଣ କାମ ରହୁଛି, ଯିଏ ବି ମାନେ କଷ୍ଟଡିଆନ୍ସ ରହୁଛନ୍ତି सोसाइटीର ରେକର୍ଡସ ର या फिर ମାନେ ଅଡିଟ ରିପୋର୍ଟ ସାଇନ କରିବାର, ତ ତାଙ୍କର କଣ ସବୁ ଦାୟିତ୍ୱ ରହୁଛି। ତ ସେଇ ଉପରେ এই ଭିଡିଓଟା। ଫାର୍ଷ୍ଟ ଅଫ ଅଲ୍ ଆପଣ ମାନେ କଣ କରିବେ ନା, ଏଇ ସାଇଟ ଟା ଦେଖନ୍ତୁ, ସମବାୟ ସମୀକ୍ଷା .odisha.gov.in। এই ସାଇଟ ରେ କ୍ଲିକ କଲା ପରେ ଆପଣ ଏଇ ପେଜ କୁ ଆସିବେ। ଏଇଟା ହେଲା ତାର ହୋମ ପେଜ ଟା। ହୋମ ପେଜ ରେ କ୍ଲିକ କଲା ପରେ ଆପଣ ଲଗଇନ ରେ କ୍ଲିକ କରିବେ। ଲଗଇନ ରେ କ୍ଲିକ କଲା ପରେ ଆପଣଙ୍କର ଆଇଡି ପାସୱାର୍ଡ ଯୋଉ ଥିବ, ଆଇଡି ପାସୱାର୍ଡ ଆପଣ ୟୁଜ କରିକିନା ରେସ୍ପେକ୍ଟିଭ सोसाइटीରେ ଆପଣ ନିଜର ଆଇଡି ରେ ଲଗଇନ କରିପାରିବେ। ଫର ଏକ୍ସାମ୍ପଲ ମୁଁ ଗୋଟେ सोसाइटी ରୁ ଏବେ ଏଣ୍ଟ୍ରି କରୁଛି। ନିଜର यूजर आईडी ଦେଲେ, ତାପରେ ପାସୱାର୍ଡ ଦେଲେ, ଯାହା ବି ଥିବ ଆପଣଙ୍କର ରେସ୍ପେକ୍ଟିଭ सर्कल्स ମାନଙ୍କୁ ଯାଇକିନା ଆପଣ ନିଜର ଆଇଡି ପାସୱାର୍ଡ ସମବାୟ ସମୀକ୍ଷାର କଲେକ୍ଟ କରିପାରିବେ। ୱାନ୍ସ ଆଇଡି ପାସୱାର୍ଡ ଦେଲା ପରେ ଉପରଟା ଆଇଡି, ତଳଟା ପାସୱାର୍ଡ, ତାପରେ ତା ତଳଟା ହେଲା କ୍ୟାପଚା। ଏତିକି ଏଣ୍ଟ୍ରି କଲା ପରେ ଆପଣ ଲଗଇନ କରିବେ। ଲଗଇନ କଲା ପରେ ଆପଣ सोसाइटीର ଲଗଇନ ଆଇଡି କୁ ଆସିଯିବେ, ସରି ମାନେ सोसाइटीର ଲଗଇନ ପେଜ କୁ ଆସିଯିବେ। ଠିକ ଅଛି। ସେଠି ଆସିଲା ପରେ ଆପଣଙ୍କର କାମ କଣ ରହିବ, ଆକ୍ଟିଭିଟି ରେ କ୍ଲିକ କରିବା ପାଇଁ। ଏଇଠି ଦେଖନ୍ତୁ ଆକ୍ଟିଭିଟି ବଟନ ଅଛି। ଆକ୍ଟିଭିଟି ବଟନ ରେ କ୍ଲିକ କଲା ପରେ ଏଇଠି ଅଡିଟ ପ୍ରୋସେସ ଅଛି, ଆ ଉପରେ କ୍ଲିକ କରିବେ। କ୍ଲିକ କଲା ପରେ ଯଦି ଅଡିଟର କୌଣସି ଅଡିଟ ରିପୋର୍ଟ ସବମିଟ କରିଥିବେ ଅନଲାଇନ, ତ ସେଇ ଅଡିଟ ରିପୋର୍ଟ ଟା ଏଇଠି ଆପଣଙ୍କର ଶୋ ହବ। ଫର ଏକ୍ସାମ୍ପଲ ଏଇ କୃଷ୍ଣପୁର ଏସସିଏସ ର ଯିଏ ବି ଅଡିଟର ଥିବେ, ସିଏ ସବମିଟ କରିଛନ୍ତି ଏଇ ରିପୋର୍ଟ ଟା 22-23 ଇୟର ର ଅନଲାଇନ ରେ। ସେଥିପାଇଁ सोसाइटी ଲଗଇନ ରେ କଣ ହେଲା ନା, ସେ ରିପୋର୍ଟ ଟା ଶୋ ହେଲା। ପ୍ରେଜେଣ୍ଟ ଅଡିଟ ଷ୍ଟାଟସ କମ୍ପ୍ଲିଟେଡ, କମେନ୍ସମେଣ୍ଟ ଡେଟ୍, କମ୍ପ୍ଲିସନ ଡେଟ୍ ପଡିଛି, ଅଡିଟର ନେମ ରହିଲା, ଅଡିଟର ଟାଇପ ରହିଲା, ସବୁ ଡିଟେଲ୍ସ ରହିଲା। ଏଇଟା ତ କେବଳ ଗୋଟିଏ ଦେଖଉଛି। ଯଦି ମଲ୍ଟିପଲ ଅଡିଟର୍ସ ବା ସିଏ ଫାର୍ମସ ନିଜ ନିଜର ଇୟର ର ଯଦି ସବମିଟ କରିବେ ଏଇଭଳି ଭାବରେ, ତ ସେମାନଙ୍କର ବି ଟୋଟାଲ ଲିଷ୍ଟ ବି ଦେଖେଇବ। ଟୋଟାଲ ଲିଷ୍ଟ ଦେଖେଇଲା ପରେ ଆପଣ କାମ କଣ ରହିବ, ଆକ୍ସନ ବଟନ ରେ ଯାଇକି ନା ଫାର୍ଷ୍ଟ ଅଫ ଅଲ୍ ଆପଣ ମାନେ କଣ କରିବେ ନା, ଡକୁମେଣ୍ଟ ଅପଲୋଡ କରିବେ। ମାନେ ରିପୋର୍ଟ ଟାକୁ ମାନେ ଆପ୍ରୁଭ କରିବା ଆଗରୁ ଆପଣ ମାନେ କଣ କରିବେ ନା, ଡକୁମେଣ୍ଟ ଅପଲୋଡ କରିବେ। ଡକୁମେଣ୍ଟ ଅପଲୋଡ ଆପଣ ମାନେ ଅଡିଟ ଟା ସରିବା ଆଗରୁ କରିବା କଥା। ଠିକ ଅଛି। ଡକୁମେଣ୍ଟ ଅପଲୋଡ ଆପଣ କୋଉଠି କରିବେ, କେମିତି କରିବେ, ସେଇଟା ତ ମୁଁ ପରେ କହିବି ଆପଣଙ୍କୁ। ଫାର୍ଷ୍ଟ ଆପଣ କଣ କରିବେ, ଯେମିତି ମାନେ ଅଡିଟ ରିପୋର୍ଟ ଯଦି ଆପଣଙ୍କୁ ମାନେ ଆପ୍ରୁଭ କରିବାର ଅଛି ଆପଣଙ୍କ ସାଇଡ ରୁ, ତାହେଲେ ଆପଣ ତଳେ ଆସିକିନା ଏଠି ଅଡିଟ ରିପୋର୍ଟ ରେ କ୍ଲିକ କରିବେ। ଅଡିଟ ରିପୋର୍ଟ ରେ କ୍ଲିକ କଲା ପରେ ଏଇଠି କମ୍ପ୍ଲାଏନ୍ସ ଲେଖୁଛି। କମ୍ପ୍ଲାଏନ୍ସ ରେ ଲେଖିବା ଆଗରୁ ଯେତେବେଳେ ଫର ଏକ୍ସାମ୍ପଲ ଏଇ ରିପୋର୍ଟ ଟା ଅଲରେଡି ସେ ଆପ୍ରୁଭ କରିସାରିଲେଣି ସର୍କଲ ଲେଭେଲରେ, ସରି ମାନେ सोसाइटी ଲେଭେଲରେ, ସେଥିପାଇଁ ଏଇଠି ବଟନ ଟା ଦେଖଉନି। ଏଇଠି ବଟନ ଟା ଦେଖାଏ କି ଆପ୍ରୁଭ କିମ୍ବା ରିଭର୍ଟ। ତ ଆପ୍ରୁଭ ରେ ଆପଣ କ୍ଲିକ କଲେ ଏଇଠି ଆପଣଙ୍କର ସେଇଟା ମାନେ सोसाइटी ଲେଭେଲରୁ ସେଇଟା ଆପ୍ରୁଭ ହେଇଯିବ। ଠିକ ଅଛି। ଆଉ ଆପଣ ନିଜର ରିପୋର୍ଟ ର ପିଡିଏଫ ବି ଡାଉନଲୋଡ କରିପାରିବେ। ଏଇଟା ଆପଣଙ୍କର ରିପୋର୍ଟ ସବମିଟ କରିବାର ଏତିକି ଆପଣଙ୍କର କାମ। କିନ୍ତୁ ରିପୋର୍ଟ ସବମିଟ କରିବା ଆଗରୁ ଆପଣଙ୍କୁ କିଛିଟା ଡକ୍ୟୁମେଣ୍ଟ ବି ଅପଲୋଡ କରିବାକୁ ପଡିବ, ବା ଆପଣଙ୍କ सोसाइटीର। ତ ଡକ୍ୟୁମେଣ୍ଟ ଅପଲୋଡ କେଭଳି ଭାବରେ କରିବେ, ଏଇଟା ଆକ୍ସନ ବଟନରେ କ୍ଲିକ କରିବେ। ସେଇ ଯୋଉ ସେ सोसाइटी ରହିଲା ସେଇ 22-23 ଇୟର ର, ଏଇଟା 22-23 ଇୟର ର ଆକ୍ସନ ବଟନରେ କ୍ଲିକ କରିକିନା ଡକ୍ୟୁମେଣ୍ଟ ଅପଲୋଡ ରେ କ୍ଲିକ କରିବେ। କ୍ଲିକ କଲା ପରେ ଏଇଠି ଦେଖନ୍ତୁ ଆପଣ ଡିଫରେଣ୍ଟ ବାଲାନ୍ସ ରେଜିଷ୍ଟର, ଫାଇନାନ୍ସ ଷ୍ଟେଟମେଣ୍ଟ, ବ୍ୟାଙ୍କ ଟ୍ରାଞ୍ଜାକ୍ସନ, ଏଗୁଡା ସବୁ ରହିଛି। କିନ୍ତୁ ଗୋଟେ ପ୍ରୋବ୍ଲେମ କଣ ରହୁଛି, ଏଇଟା ମାକ୍ସିମମ୍ ଆପଣ 2 MB ରେ ଅପଲୋଡ କରିପାରିବେ ଥରକରେ। ତ ଆପଣ ମାନେ କଣ କରିପାରିବେ ନା, ଯଦି ବ୍ୟାଙ୍କ ଟ୍ରାଞ୍ଜାକ୍ସନ ଆପଣଙ୍କର 20-25 ଟା ରହୁଛି, ତାକୁ ଆପଣ ମର୍ଜ କରିକିନା ଗୋଟେ ବନେଇ ପାରିବେ।
जोटा कि 2 MB तलू होता दरकार कि गोटे गोटे ट्रांजेक्शन आप एड बटन में क्लिक करना ये आप माने माने अपलोड करेंगे। जैसे फॉर एग्जांपल ये गोटे मैं एड रे क्लिक करना गोटे क्रिएट है चूज फाइल रे क्लिक करेंगे। क्लिक कला धरतु ये आप पीडीएफ टा ये ओपन कला ये आसीगला आसला ये अपलोड रे क्लिक करेंगे। अपलोड रे क्लिक कला देखो टू पीडीएफ टा ये अपलोड हो गला। क्लिक टू व्यू मारले आपण से वीडियोटा माने से जो पीडीएफ जोटा माने अपलोड करछन सेटा आपण देखि परिबे। एही परि भाबरे आपण मल्टीपल पीडीएफ भी अपलोड करि परिबे आपण साइड रू। ठीक अछि। जा जा माने इंपोर्टेंट डॉक्यूमेंट्स रो सोसाइटी लेवल रे जेंति स्टॉक वेरिफिकेशन रिपोर्ट किबा बैलेंस रजिस्टर आ तापर आपण रहउची आ कोन सो बायलॉज रहउची तापर किछटा इंपोर्टेंट आपणकर मुख धरंतो जो ऑर्डर शीट मगर आपणकर पियन हे गला कि आपणकर सेक्रेटरी हे गला तांकर सब ऑर्डर शीट गुडा रहउची तांका अपॉइंटमेंट रो सेउडा अपलोड करि परंती हैला। जा जेमे आपण अपलोड करि परिबे कारण जेते बेसी आपण अपलोड करिवे सेटा आपण ऑडिटर को हेल्प होबो आपण सोसाइटी ऑडिट करिया। ठीक अछि। एटा गला एटा हला द्वितीय कथा। तृतीय कथा हला आपनको जदि किछि लेटर इश्यू करथिबे ऑडिटर ताले आपण एडी शो कर परिबे निजर देख परिबे लेटर टू सेक्रेटरी फॉर एग्जांपल डाटा अनेबल देखो कारण किछि लेटर इश्यू हेनी ऑनलाइन रे सेक्रेटरी को सेति में ए डाटा अनेबल देखो जदि सेडी सेमे माने ऑडिटर लॉगिन में जदि किछि करथांते आपण लेटर इश्यू ताले एडी आपण शो करथांता। नेक्स्ट आसला परे एडी देखो हाफ मार्जिन में आपण देख परिबे तार किछि समन हेछि कि नै आपण देख परिबे। ठीक अछि। आपण एई सब काम करि परिबे रिलेटेड टू ऑडिट रिपोर्ट। आपण साइड रो खाली मेनली दीटा काम रहिला ट्रांजैक्शन बैंक ट्रांजैक्शन अपलोड करबा जे प्रकार कहथि डॉक्यूमेंट अपलोडर जाई कि ना एई जगह रे जाई कि ऐड बटन क्लिक करि कि ना आउ द्वितीय कथा ऑडिट रिपोर्ट वांस आसी गला परे एडी ऑडिट रिपोर्ट रे क्लिक करि कि ना ताको अप्रूव करिया एटा ल दीटा काम आपण पर मेनली रहि। ठीक अछि। तापर आ गोटे काम देखंतु ये एक्टिविटी बटन अछि एक्टिविटी बटन क्लिक करि कि ना आपण जो आपण सोसाइटी जो ऑडिट फी जो पेमेंट करछन्ती सेटा भी आपण ऑनलाइन करि परिबे। ऑडिट फी पेमेंट रे क्लिक करि कि ना एटा देखंतु आपनकर फी पेड ऑलरेडी एती हे जेछि पेंडिंग अमाउंट एती रही छि एटी आपण जो सब ऑनलाइन सब एंट्री हैला ऑनलाइन एंट्री हैला पर सेट सब देखेओ कि केते एंट्री कराई छि केते बाकी अछि। ठीक अछि। तो पेमेंट करिया पे आपण पे बटन में क्लिक करि परिबे आपनकर रहिला एटी आसला माने सोसाइटी रो एड्रेस आसला कि तांकर ईमेल एड्रेस आसला फोन नंबर आसला सब आसला परे आपण को पर्पस पे ऑडिट फी दबा को चाहूचंती सेटा लिख परिबे लिखला परे टोटल अमाउंट के दरकार सेटा एंट्री करि परिबे तो 1 रुपीस दरन दबा चाहूची एडी मु क्लिक कला पर मतलब 100 रुपीस आपण फी पेमेंट करिया को चाहूचंती एटा एती एंट्री कला परे आपण प्रोसीड टू पे क्लिक करिवे। प्रोसीड टू पे आपण क्लिक कला परे आपण डायरेक्टली आपणकर जो फाइनेंशियल मैनेजमेंट सिस्टम जो अछि ओडिसा रो सेही पेज को डायरेक्ट आपण रीडायरेक्ट हे जिवे सेडी आपण नॉर्मली जेमते जो ये कलांती ट्रेजरी चालान बरंती जो सेगुडा आपण एंट्री करि परिबे एठी। तो एतिकी थिला आजिरो वीडियो को माने आशा करछि आपण माने जो सेक्रेटरी लेवल रे प्रथम एडी ऐड करिया को चाहूची। फर्स्ट ऑफ ऑल आपण देखिबे एठी प्रोफाइल बटन में जाई कि ना एठी माय अकाउंट अछि माय अकाउंट रे क्लिक करिवे क्लिक कला परे आपणकर प्रोफाइल रो पर्सनल डिटेल्स ए सब लिखाई छै एठी तापर एटा को चेंज करे गेले आपण एडिट डिटेल्स रे क्लिक करि कि ना निजर जो एड्रेस से लिख पारिबे निजर ईमेल आईडी चेंज करि पारिबे प्लस सबुठ इंपोर्टेंट हला आपनकर प्रेसिडेंट आउ सेक्रेटरी का सिग्नेचर एटी अपलोड करिवा जो आपण फाइनल जदि जो अप्रूव देबे आपनकर ये को ऑडिट रिपोर्ट को सेटा दबा आगु आपण निजर सिग्नेचर माने प्रेसिडेंट करो आउ सेक्रेटरी का सिग्नेचर मैक्सिमम फाइल साइज 50 केबी एती दीटा आपण जो अपलोड करिवे कारण अपलोड कले ही से रिपोर्ट रे आपण साइन टा आसीबो। ठीक अछि। तापरे अपलोड कला परे एडी अपलोड बटन क्लिक करी तापरे सबमिट मारिबे एटा हला गोटे कथा। तापरे कंप्लायंस कथा कंप्लायंस रे कोन अछि ना एक्टिविटी रे जिवे तापरे ऑडिट प्रोसेस रे एटी एक्शन बटन रे क्लिक कला परे एटी ऑडिट रिपोर्ट अछि ऑडिट रिपोर्ट रे क्लिक करिवे क्लिक कला परे एटी देखंतु कंप्लायंस बटन अछि तो फाइनल रिपोर्ट आपण एटी
ଆକ୍ସେପ୍ଟ ବା ରିଜେକ୍ଟ କଲା ପରେ ଯେତେବେଳେ ସର୍କଲ ରୁ ସେଟା ଇସ୍ୟୁ ହେଇଯିବ ସେତେବେଳେ ଆପଣ ଯଦି ଦେଖିବେ କି ରିପୋର୍ଟରେ କିଛି ଆପଣ ମାନେ କମ୍ପ୍ଲେନ୍ସ ଦବାର ଅଛି କି ରିପୋର୍ଟରେ କିଛି ଡିଫେକ୍ଟସ ଅଛି ତାର ଆପଣ ଯୋଉ ଆନ୍ସର ଦବା ପାଇଁ ଏଇ କମ୍ପ୍ଲେନ୍ସ ରେ କ୍ଲିକ୍ କରିକିନା ଏଇଠି ନିଜର ଫାଇଲ ଅପଲୋଡ କରିପାରନ୍ତି ଆଉ ନିଜର କମ୍ପ୍ଲେନ୍ସ ଲିଖିପାରନ୍ତି। କମ୍ପ୍ଲେନ୍ସ ଲେଖିକି ତାପରେ ଆପଣ ସବମିଟ କରିଲେ ସେଇଟା ଆପଣଙ୍କର ସୋସାଇଟିକୁ ଆଉ ଅଡିଟରକୁ ସରି ଆପଣଙ୍କର ସର୍କଲକୁ ଆଉ ଅଡିଟରକୁ ସେଇଟା ଶୋ କରିବ। ଠିକ ଅଛି, ଏଇଟା ଆପଣ ଡିଫେକ୍ଟରେ ଆପଣ କମ୍ପ୍ଲେନ୍ସ ଦେବେ। ତାପରେ ତୃତୀୟ କଥା ହେଲା, ଦେଖନ୍ତୁ ଡ୍ୟାଶବୋର୍ଡରେ ଏଇଟା ଗୋଟେ ସ୍କୁଲିଂ ଆସିଛି ଆପଣଙ୍କର କି ଆପଣ ଯଦି ଆପଣଙ୍କର ଅଡିଟ ରିପୋର୍ଟ ଯୋଉଟା ୱାନ୍ସ ଅଡିଟର ଯେତେବେଳେ ସବମିଟ କରିଦେବେ ରିପୋର୍ଟଟା ଆପଣଙ୍କର ସୋସାଇଟିରେ ପେଣ୍ଡିଂ ହେଇକି ରହିବ। ଯଦି ଆପଣ 15 ଡେଜ ଭିତରେ ଆଗ୍ରି କି ଡିସଆଗ୍ରି ନ କରିବେ ତାହେଲେ ସେଇଟା 15 ଡେଜ ପରେ ଅଟୋମେଟିକଲି ସେଇଟା ମାନେ ଆପଣ ସୋସାଇଟିରୁ ଆପ୍ରୁଭ ହେଇଗଲା ଭଳିଆ ପଳେଇବ ସେଇଟା ରେସ୍ପେକ୍ଟିଭ ସର୍କଲକୁ କି ସୋସାଇଟିରେ ସେଇଟା ମାନେ ଆଗ୍ରି ହେଇଯାଇଛନ୍ତି ବୋଲି। ସେଥିପାଇଁ ଆପଣଙ୍କର ଦାୟିତ୍ୱ ରହୁଛି ଯେ ୱାନ୍ସ ରିପୋର୍ଟ ସବମିଟ ହେଲା ପରେ ଅଡିଟର ସାଇଡରୁ ଆପଣ ଏଇଟାକୁ ଆଗ୍ରି କି ଡିସଆଗ୍ରି ବଟନରେ କ୍ଲିକ୍ କରିବେ। ଏଇଟା ଗୋଟେ କଥା। ଦ୍ୱିତୀୟ କଥା, ଯେତେବେଳେ ଗୋଟେ ଅଡିଟଟା ଅନଗୋଇଂ ଚାଲୁଛି ସେତେବେଳେ ଆପଣ ଏଇ ଜାଗାରେ ଆକ୍ଟିଭିଟି ଯାଇକିନା ଅଡିଟ ପ୍ରୋସେସରେ ଏଇ ଜାଗାରେ ଆକ୍ସନ ବଟନରେ ଆପଣ ନିଜର ମାନେ ହାଫ୍ ମାର୍ଜିନ ୟା ଫିର କିଛି ସମନ ଯଦି ଆପଣଙ୍କୁ ମାନେ ଇସ୍ୟୁ କରିଥିବେ ଅଡିଟର ତାହେଲେ ଏଇଠି ଆପଣ ଯାଇକିନା ନିଜର ଶୋ ମାନେ ଦେଖିପାରିବେ। ଠିକ ଅଛି, ହାଫ୍ ମାର୍ଜିନ ଆଉ ସମନ ଡ୍ୟୁରିଂ ଦ ପିରିୟଡ ଅଫ ଅଡିଟ, ମାନେ ଅଡିଟ ଚାଲିଥିଲା ବେଳେ। ଠିକ ଅଛି, ମାନେ ଅଡିଟ ଯେତେବେଳେ କମ୍ପ୍ଲିଟ ହେଇନଥିବ। ତାପରେ ଆଉ ଗୋଟେ କଥା ହେଲା ବ୍ୟାଙ୍କ ଟ୍ରାଞ୍ଜାକ୍ସନ ଅପଲୋଡ କରିବା କଥା। ତ ବ୍ୟାଙ୍କ ଟ୍ରାଞ୍ଜାକ୍ସନ ଅପଲୋଡ କରିବାକୁ ହେଲେ ଆପଣ ଏଇଠି ଡକୁମେଣ୍ଟ ଅପଲୋଡରେ ଯିବେ, ପ୍ଲସ୍ ତାପରେ ପୁରା ବଟମ ସ୍କ୍ରୋଲ କରିବେ। ସ୍କ୍ରୋଲ କଲା ପରେ ଏଇଠି ଆଡ ବଟନ ଅଛି, ଆଡ ବଟନରେ କ୍ଲିକ୍ କରିକିନା ଯୋଉ ଫାଇଲ ଦରକାର ଆପଣଙ୍କୁ ଅପଲୋଡ କରିବାକୁ ତାକୁ ସିଲେକ୍ଟ କରିକିନା ଏଇଠି ଗୋଟେ ଗୋଟେ ଫାଇଲ ଆପଣ 2 MB ମ୍ୟାକ୍ସିମମ୍ ସାଇଜର ଥରକରେ ଆପଣ ଅପଲୋଡ କରି ପାରିବେ। ଆଉ ଆପଣଙ୍କ ବାକି ଫାଇଲ୍ସ ଗୁଡା ବି ଯୋଉଟା ଆପଣଙ୍କର ସୋସାଇଟି ଲେଭେଲରେ ଆଭେଲେବଲ ରହୁଛି ସେଗୁଡା ଆପଣ ଏଇଠି ଅପଲୋଡ କରିପାରନ୍ତି। ତ ଏଇଟା ଆପଣଙ୍କର କିଛିଟା ଦାୟିତ୍ୱ ରହିଲା ଅପଲୋଡ କରିବାର। ତ ମୁଁ ଆଶା କରୁଛି ଭିଡିଓଟି ଆପଣଙ୍କୁ ବୁଝା ପଡିଥିବ। ସୋ ଧନ୍ୟବାଦ। ହ୍ୟାଲୋ। ବର୍ତ୍ତମାନ ଭିଡ଼ିଓଟି ଆପଣମାନେ ଦେଖିପାରିଲେ। ଆପଣଙ୍କର କିଛି ଡାଉଟ୍ ଅଛି କି ପଚାରିବାକୁ? ହ୍ୟାଲୋ। କାହାର କିଛି ଡାଉଟ୍ ଅଛି କି ପଚାରିବାକୁ? କିଛି ନ ବୁଝି ପାରିଛନ୍ତି ଯଦି? ଓକେ, ତାହେଲେ ଯଦି ଡାଉଟ୍ କିଛି ନାହିଁ ଆମେ ସେସନ୍ କ୍ଲୋଜ୍ କରିବା। Okay, thank you for participating in this training program. ବର୍ତ୍ତମାନ ଆପଣମାନେ ଲଗ୍ ଆଉଟ୍ କରି ଯାଇପାରନ୍ତି।